ପିଲାମାନେ ଆଜି ଆମେ ହିଷ୍ଟ୍ରିର ଚତୁର୍ଥ ବିଷୟର ଅତି ସଂକ୍ଷିପ୍ତ ପ୍ରଶ୍ନଗୁଡ଼ିକ ବିଷୟରେ ଆଲୋଚନା କରିବା। ବିଷୟ ନାଁ ଭାରତର ବୈଦେଶିକ ନୀତି। ଶୁଣ ପିଲେ, କେଉଁମାନେ LTTEର ସଦସ୍ୟ ଥିଲେ? ଆନ୍ସର, LTTEର ସଦସ୍ୟ ଥିଲେ କିଏ? ନା SJV ଚଲଭନାୟକମ୍ ଓ ଅମୃତ ଲିଙ୍ଗମ୍। କିଏ? SJV ଚଲଭନାୟକମ୍ ଓ ଅମୃତ ଲିଙ୍ଗମ୍। ତାସ୍କେଣ୍ଟ ଚୁକ୍ତି କେବେ ଓ କାହା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା? 1966 ଜାନୁଆରୀ ମାସରେ ତାସ୍କେଣ୍ଟ ଚୁକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦର କେଉଁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଭିଟୋ ପ୍ରୟୋଗ ଅଧିକାର ଦିଆଯାଇଛି? ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦର 5 ଜଣ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କୁ ଭିଟୋ ପ୍ରୟୋଗ ଅଧିକାର ଦିଆଯାଇଛି। ପାକିସ୍ତାନ କାହିଁକି SEATOର ସଦସ୍ୟ ହେଲା? କାଶ୍ମୀରରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ପାକିସ୍ତାନ ସିଆଟୋ ଅର୍ଥାତ୍ SEATOର ସଦସ୍ୟ ହେଲା। କେଉଁ ମସିହାରେ ପ୍ରଥମେ ଭାରତ ପୋଖରାନଠାରେ ଆଣବିକ ଶକ୍ତି ପରୀକ୍ଷା କରିଥିଲା? 1998 ମସିହାରେ ପ୍ରଥମେ ଭାରତ ପୋଖରାନଠାରେ ଆଣବିକ ଶକ୍ତି ପରୀକ୍ଷା କରିଥିଲା। 1911 ମସିହାରେ ଚୀନ ବିପ୍ଳବର କିଏ ନେତୃତ୍ୱ ନେଇଥିଲେ? 1911 ମସିହାରେ ଡକ୍ଟର ସନ୍ୟାତ ସେନ ଚୀନ ବିପ୍ଳବର ନେତୃତ୍ୱ ନେଇଥିଲେ। କିଏ? ଡକ୍ଟର ସନ୍ୟାତ ସେନ। ଓକେ। କେଉଁ ମସିହାରେ ଚୀନ ଭାରତର 81,600 ବର୍ଗ କିଲୋମିଟର ବିସ୍ତୀର୍ଣ୍ଣ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଥିଲା? 1959 ମସିହାରେ ଚୀନ ସରକାର ଭାରତର 81,600 ବର୍ଗ କିଲୋମିଟର ବିସ୍ତୀର୍ଣ୍ଣ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଥିଲା। କେଉଁମାନେ LTTEର ନେତା ଥିଲେ? ଉମା ମହେଶ୍ୱରନ୍ ଓ ପ୍ରଭାକରନ୍ LTTEର ନେତା ଥିଲେ। କିଏ? ଉମା ମହେଶ୍ୱରନ୍ ଓ ପ୍ରଭାକରନ୍। ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନେ କ'ଣ ଦାବି କରିଥିଲେ? ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନେ ଏକ ଅଲଗା ଦେଶ ଇଲମ ରିପବ୍ଲିକ ଦାବି କରିଥିଲେ। କେଉଁ ରାଜା ରାଜଗାଦୀରେ ଅଭିଷିକ୍ତ ହେବା ପରେ ନେପାଳକୁ ଏକ ଶାନ୍ତି ଅଞ୍ଚଳ ରୂପେ ଘୋଷଣା କରିଥିଲେ? ରାଜା ବୀରେନ୍ଦ୍ର ରାଜଗାଦୀରେ ଅଭିଷିକ୍ତ ହେବା ପରେ ନେପାଳକୁ ଏକ ଶାନ୍ତିର ଅଞ୍ଚଳ ରୂପେ ଘୋଷଣା କରିଥିଲେ। 2008 ମସିହା ଜୁଲାଇ ମାସରେ ଭାରତ ଗସ୍ତ କରିଥିବା ଭୁଟାନର ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ ଥିଲା? ପିଲାମାନେ, ତାଙ୍କ ନାମ ଲିଓଚେନ ଜିଗ୍ମେ ୱାନଥିନ୍ଲେ ଥିଲା। କ'ଣ? ଲିଓଚେନ ଜିଗ୍ମେ ୱାନଥିନ୍ଲେ। ବୁଝିଲା? ତ ବିଭିନ୍ନ ରାଷ୍ଟ୍ରର କେଉଁ ନୀତି ଦ୍ୱାରା ଆନ୍ତର୍ଜାତୀୟ ସମ୍ପର୍କ ପ୍ରଭାବିତ ହୋଇଥାଏ? ବିଭିନ୍ନ ରାଷ୍ଟ୍ରର ବୈଦେଶିକ ନୀତି ଦ୍ୱାରା ଆନ୍ତର୍ଜାତୀୟ ସମ୍ପର୍କ ପ୍ରଭାବିତ ହୋଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ କେଉଁ ମସିହାରେ ସମାପ୍ତ ହୋଇଥିଲା? ଦ୍ୱିତୀୟ ବିଶ୍ୱଯୁଦ୍ଧ 1945 ମସିହାରେ ସମାପ୍ତ ହୋଇଥିଲା। କେବେ? 1945। ଶୀତଳ ଯୁଦ୍ଧ କାହା ଉପରେ ଆଧାରିତ ଥିଲା? ଶୀତଳ ଯୁଦ୍ଧ ପରସ୍ପର ବିରୋଧରେ ଅପପ୍ରଚାର ଏବଂ ମାନସିକ ଚାପ ପ୍ରୟୋଗ ଉପରେ ଆଧାରିତ ଥିଲା। ବର୍ଣ୍ଣ ବୈଷମ୍ୟ ନୀତି କହିଲେ କ'ଣ ବୁଝ? ବର୍ଣ୍ଣ ବୈଷମ୍ୟ ନୀତି କହିଲେ କଳା ଗୋରା ଲୋକଙ୍କ ମଧ୍ୟରେ ବର୍ଣ୍ଣଜନିତ ବୈଷମ୍ୟକୁ ବୁଝାଏ। ଭାରତ ସମ୍ବିଧାନର 51 ଧାରାରେ କ'ଣ କୁହାଯାଇଛି? ଭାରତ ସମ୍ବିଧାନର 51 ଧାରାରେ ଆନ୍ତର୍ଜାତିକ କ୍ଷେତ୍ରରେ ବିଭିନ୍ନ ସମୟରେ ଉପୁଜୁଥିବା କନ୍ଦଳର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ଉଦ୍ୟମ କରିବ ବୋଲି କୁହାଯାଇଛି। କେବେ ସଂଗଠିତ ଭାରତ ପାକିସ୍ତାନ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିଲା? 1965 ମସିହାରେ ସଂଗଠିତ ଭାରତ ପାକିସ୍ତାନ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିଲା। କେବେ ହଙ୍ଗେରୀରେ କମ୍ୟୁନିଷ୍ଟ ଓ ଅଣକମ୍ୟୁନିଷ୍ଟମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା? 1956 ମସିହାରେ। କେବେ ସୋଭିଏତ ରୁଷିଆର ବିଲୟ ଘଟିଥିଲା? 1991 ମସିହା ଡିସେମ୍ବରରେ ସୋଭିଏତ ରୁଷିଆର ବିଲୟ ଘଟିଥିଲା। ଭାରତ ପରାଧୀନ ଥିବାବେଳେ କେବେ ଜବାହରଲାଲ ନେହେରୁ ସୋଭିଏତ ରୁଷିଆ ଗସ୍ତରେ ଯାଇଥିଲେ?
ତ 1927 ଭାରତ ପରାଧୀନ ଥିବା ବେଳେ 1927 ମସିହାରେ ଜବାହରଲାଲ ନେହେରୁ ସୋଭିଏତ ରୁଷିଆ ଗସ୍ତରେ ଯାଇଥିଲେ। 1955 ମସିହା ନଭେମ୍ବର ମାସରେ ସୋଭିଏତ ରୁଷିଆ କେଉଁ ଜନନାୟକ 3 ସପ୍ତାହ ପାଇଁ ଭାରତ ଗସ୍ତରେ ଆସିଥିଲେ? ସେ ଆନ୍ସର ହେଉଛନ୍ତି ରୁଷିଆର ପ୍ରଧାନମନ୍ତ୍ରୀ କ୍ରୁଶ୍ଚେଭ। କିଏ? ସୋଭିଏତ ରୁଷିଆର ପ୍ରଧାନମନ୍ତ୍ରୀ କ୍ରୁଶ୍ଚେଭ। ଭୁଟାନର ପ୍ରଥମ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହୋଇଥିଲା? ସେ ହେଉଛି 1961 ମସିହାରେ ଆରମ୍ଭ ହୋଇଥିଲା। ଶେଖ୍ ମୁଜିବୁର ରହମାନ କେଉଁ ରାଜନୈତିକ ସଂଗଠନର ନେତା ଥିଲେ? ଶେଖ୍ ମୁଜିବୁର ରହମାନ ଆୱାମୀ ଲିଗ୍ ରାଜନୈତିକ ସଂଗଠନର ନେତା ଥିଲେ। 3 ବିଘା କେଉଁ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା? 3 ବିଘା ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା। 1955 ମସିହା ଏପ୍ରିଲ ମାସରେ କେଉଁଠାରେ ଏସୀୟ ଆଫ୍ରିକୀୟ ଦେଶମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା? 1955 ଏପ୍ରିଲ ମାସରେ ବାନ୍ଦୁଙ୍ଗଠାରେ ଏସୀୟ ଆଫ୍ରିକୀୟ ଦେଶମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କେଉଁଠାରେ? ନା ବାନ୍ଦୁଙ୍ଗଠାରେ। ଭାରତ ନିଜର କେଉଁ ନୀତି ଉପରେ ଗୁରୁତ୍ୱ ଆରୋପ କରିଥିଲା? ତ ଭାରତ ନିଜର ଏକ ସ୍ୱାଧୀନ ନିରପେକ୍ଷ ତଥା ଶକ୍ତିଶାଳୀ ବୈଦେଶିକ ନୀତି ଉପରେ ଗୁରୁତ୍ୱ ଆରୋପ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱର କୂଟନୀତି କାହା ଦ୍ୱାରା ପରିଚାଳିତ ହେଉଛି? ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱର କୂଟନୀତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ରୁଷିଆ ଦ୍ୱାରା ହିଁ ପରିଚାଳିତ ହେଉଛି। କେଉଁ ଦେଶ 1962 ମସିହାରେ ଭାରତ ଆକ୍ରମଣ କରିଥିଲା? ଚୀନ। କିଏ? ଚୀନ 1962 ମସିହାରେ ଭାରତ ଆକ୍ରମଣ କରିଥିଲା। 1992 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି କିଏ ଥିଲେ? ଯିଏକି ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କରେ ଉନ୍ନତି ଆଣିବାକୁ ପ୍ରୟାସ କରିଥିଲେ। ସେ କିଏ? ନା ପିଲାମାନେ ଶୁଣ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ। କିଏ? ବିଲ୍ କ୍ଲିଣ୍ଟନ। ଭାରତର କେଉଁ ନୀତିକୁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ କରିଥିଲା? ଭାରତର ଉଦାରୀକରଣ ନୀତିକୁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ କରିଥିଲା। କେଉଁ ଦେଶ ନିରାପତ୍ତା ପରିଷଦରେ ଭାରତ ସପକ୍ଷରେ ଭିଟୋ କ୍ଷମତା ପ୍ରୟୋଗ କରୁଥିଲା? ସୋଭିଏତ ରୁଷିଆ ନିରାପତ୍ତା ପରିଷଦରେ ଭାରତ ସପକ୍ଷରେ ଭିଟୋ କ୍ଷମତା ପ୍ରୟୋଗ କରୁଥିଲା। ଭାରତ ପାକିସ୍ତାନର କେତେ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଥିଲା? ଭାରତ ପାକିସ୍ତାନର 90,000 ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଥିଲା। କେତେ? ନା ପାକିସ୍ତାନ 90,000 ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଥିଲା। ଜାମ୍ମୁ କାଶ୍ମୀରର କେଉଁ ବିଚ୍ଛିନ୍ନତାବାଦୀ ସଂଗଠନ ଭାରତରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କଲା? ଜାମ୍ମୁ କାଶ୍ମୀର ମୁକ୍ତି ସଂଗଠନ। ଓକେ, କ'ଣ କ୍ୱେଶ୍ଚିନ୍ ଥିଲା? ଜାମ୍ମୁ ଓ କାଶ୍ମୀରର କେଉଁ ବିଚ୍ଛିନ୍ନତାବାଦୀ ସଂଗଠନ ଭାରତରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କଲା? ନା ଜାମ୍ମୁ ଓ କାଶ୍ମୀର ମୁକ୍ତି ସଂଗଠନ, ଯାହାକୁ ସର୍ଟ ଫର୍ମରେ JKLF କୁହାଯାଏ। ଏହି ସଂଗଠନଟି ମାନେ କ'ଣ କରିଥିଲା? ବିଚ୍ଛିନ୍ନତାବାଦୀ ସଂଗଠନଟି ଭାରତର ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଥିଲା। କେବେ ଭାରତ ଓ ନେପାଳ ମଧ୍ୟରେ ଶାନ୍ତି ଓ ବନ୍ଧୁତାର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା? ଆନ୍ସର ହେଉଛି 1950 ମସିହାରେ ଭାରତ ଓ ନେପାଳ ମଧ୍ୟରେ ଶାନ୍ତି ଓ ବନ୍ଧୁତାର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। କେବେ? 1950 ମସିହାରେ। ବୁଝିଗଲା? ଚୀନରେ କମ୍ୟୁନିଷ୍ଟ ସରକାର କେବେ ପ୍ରତିଷ୍ଠିତ ହୋଇଥିଲା? ଚୀନରେ 1949 ମସିହାରେ କମ୍ୟୁନିଷ୍ଟ ସରକାର ପ୍ରତିଷ୍ଠିତ ହୋଇଥିଲା। 1995 ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଚୀନ ଗସ୍ତ କରି କେଉଁ ଚୁକ୍ତି ସ୍ୱାକ୍ଷର କରିଥିଲେ? 1995 ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଚୀନ ଗସ୍ତ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ଚୁକ୍ତି ସ୍ୱାକ୍ଷର କରିଥିଲେ। ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଭାରତ ଚୀନ ମଧ୍ୟରେ କେଉଁ ବୁଝାମଣା ସ୍ୱାକ୍ଷର ହୋଇଥିଲା? ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଭାରତର ମହାକାଶ ଆୟୋଗ ଓ ଚୀନର ମହାକାଶ ଶିଳ୍ପ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଶ୍ରୀଲଙ୍କାର କେଉଁ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଗୋଷ୍ଠୀ ନିରପେକ୍ଷ ନୀତିକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ? ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ SWRD ବନ୍ଦରନାୟକ। କିଏ? ନା ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ SWRD ବନ୍ଦରନାୟକ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଗୋଷ୍ଠୀ ନିରପେକ୍ଷ ନୀତିକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିଥିଲେ। କେଉଁ ସମସ୍ୟା ଭାରତ ଶ୍ରୀଲଙ୍କା ମଧ୍ୟରେ ମତାନ୍ତର ବିଭେଦ ସୃଷ୍ଟି କରିଥିଲା? ତାମିଲ ସମସ୍ୟା ଭାରତ ଶ୍ରୀଲଙ୍କା ମଧ୍ୟରେ ମତାନ୍ତର ଓ ବିଭେଦ ସୃଷ୍ଟି କରିଥିଲା।
ଶ୍ରୀଲଙ୍କାର ତାମିଲ ମାନଙ୍କର ଦାବି କ'ଣ ଥିଲା ନା ଶ୍ରୀଲଙ୍କାରେ ବାସ କରୁଥିବା ତାମିଲ ମାନେ ଏକ ଅଲଗା ଦେଶ ଇଲମ ରିପବ୍ଲିକ ଗଠନ ପାଇଁ ଦାବି କରିଥିଲେ। ତାମିଲ ବ୍ୟାଘ୍ରର ନେତା କିଏ ଥିଲେ? ତାମିଲ ବ୍ୟାଘ୍ର ନେତା ଥିଲେ ଉମା ମହେଶ୍ୱରନ ଓ ପ୍ରଭାକରନ। ୟାନଗନ ପୂର୍ବରୁ କେଉଁ ନାମରେ ନାମିତ ଥିଲା? ୟାନଗନ ପୂର୍ବରୁ ରେଙ୍ଗୁନ ନାମରେ ନାମିତ ଥିଲା। କିଏ ମ୍ୟାମାର ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ସଂଯୁକ୍ତ ସଂଘ ପକ୍ଷରୁ ନିଯୁକ୍ତି ପାଇଥିଲେ? ଇବ୍ରାହିମ ଗମ୍ଭାରୀ ମ୍ୟାମାର ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ସଂଯୁକ୍ତ ସଂଘ ପକ୍ଷରୁ ନିଯୁକ୍ତି ପାଇଥିଲେ। କିଏ? ଇବ୍ରାହିମ ଗମ୍ଭାରୀ। କେଉଁ କାର୍ଯ୍ୟଟିକୁ ମ୍ୟାମାରକୁ ଭାରତର ଏକ ଉପହାର ବୋଲି କୁହାଯାଏ? କାଲାଦନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଭାରତ ସରକାର ହାତକୁ ନେବାକୁ ଘୋଷଣା କରିଥିଲେ। ଏହି ବନ୍ଦର ମ୍ୟାମାରକୁ ଭାରତର ଏକ ଉପହାର ବୋଲି କୁହାଯାଉଥିଲା। ତ କ'ଣ ହେଲା ନା କାଲାଦନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଭାରତ ସରକାର ହାତକୁ ନେବାକୁ ଘୋଷଣା କରିଥିଲେ। ଏହି ବନ୍ଦର ମ୍ୟାମାରକୁ ଭାରତର ଏକ ଉପହାର ବୋଲି କୁହାଯାଉଥିଲା। ନେକ୍ସଟ କ୍ୱେଶ୍ଚିନ୍, ମ୍ୟାମାର ଭାରତ ମିଳିତ ବାଣିଜ୍ୟିକ କମିଟିର ତୃତୀୟ ଅଧିବେଶନରେ କେଉଁ ବିଷୟରେ ଆଲୋଚନା ହୋଇଥିଲା? ମ୍ୟାମାର ଭାରତ ମିଳିତ ବାଣିଜ୍ୟିକ କମିଟିର ତୃତୀୟ ଅଧିବେଶନରେ ସୀମା ବାଣିଜ୍ୟକୁ ସ୍ୱାଭାବିକ ବାଣିଜ୍ୟରେ ପରିଣତ କରିବା ବିଷୟରେ ଆଲୋଚନା ହୋଇଥିଲା। ବୁଝିଲ? କେବେ ଉଭୟ ଭାରତ ଓ ନେପାଳ ସାର୍କ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଥିଲେ? 1985 ମସିହାରେ ଉଭୟ ଭାରତ ଓ ନେପାଳ ସାର୍କ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଥିଲେ। ଭାରତ ଓ ଭୁଟାନ ମଧ୍ୟରେ 1949 ମସିହାରେ କେଉଁ ସନ୍ଧି ସ୍ୱାକ୍ଷରିତ ହୋଇଥିଲା? ଭାରତ ଓ ଭୁଟାନ ମଧ୍ୟରେ 1949 ମସିହାରେ ବନ୍ଧୁତ୍ୱର ସନ୍ଧି ସ୍ୱାକ୍ଷରିତ ହୋଇଥିଲା। କେଉଁ ବୃତ୍ତି ଲାଭ କରି ଭୁଟାନର ଅନେକ ଛାତ୍ର ଭାରତର ଅଗ୍ରଣୀ ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ ପଢ଼ୁଛନ୍ତି? ନେହେରୁ ୱାଙ୍ଗଚୁକ୍ ବୃତ୍ତି ଲାଭ କରି ଭୁଟାନର ଅନେକ ଛାତ୍ର ଭାରତର ଅଗ୍ରଣୀ ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ ପଢ଼ୁଛନ୍ତି। 1975 ମସିହାରେ ବଙ୍ଗଳାଦେଶର କେଉଁ ଘଟଣା ଭାରତକୁ ଦୁଃଖ ଦେଇଥିଲା? 1975 ମସିହାରେ କିଛି ପଦସ୍ଥ ସାମରିକ ଅଧିକାରୀ ବଙ୍ଗଳାଦେଶ ଶାସନକୁ ଅକ୍ତିଆର କରିଥିଲେ। ତ କ'ଣ ହେଇଥିଲା ନା 1975 ମସିହାର କିଛି ପଦସ୍ଥ ସାମରିକ ଅଧିକାରୀ ବଙ୍ଗଳାଦେଶ ଶାସନକୁ ଅକ୍ତିଆର କରିଥିଲେ। ଶେଖ ମୁଜିବୁର ରହମାନଙ୍କୁ ହତ୍ୟା କରାଯାଇଥିଲା। ତ ଏଇଟା ଭାରତକୁ ଦୁଃଖ ଦେଇଥିଲା। ବର୍ତ୍ତମାନ ମ୍ୟାମାର ପୁରୁଣା ନାମ କ'ଣ ଥିଲା? ତ ମ୍ୟାମାର ପୁରୁଣା ନାମ ବର୍ମା ଥିଲା। କ'ଣ ଥିଲା? ବର୍ମା। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଫର୍ ଏକ୍ଜାମ୍। ମ୍ୟାମାରରେ ସାମରିକ ଶାସନ କାହାର ନେତୃତ୍ୱରେ ପ୍ରତିଷ୍ଠିତ ହୋଇଥିଲା? 1962 ମସିହା ମାର୍ଚ୍ଚ ମାସରେ ଜେନେରାଲ ନେ ୱିନ୍ଙ୍କ ନେତୃତ୍ୱରେ ମ୍ୟାମାରରେ ସାମରିକ ଶାସନ ପ୍ରତିଷ୍ଠିତ ହୋଇଥିଲା। କେବେ? 1962 ମସିହାରେ। 1983ରୁ 1986 ମସିହା ମଧ୍ୟରେ କେତେ ତାମିଲ ଶରଣାର୍ଥୀଙ୍କୁ ଭାରତ ଆଶ୍ରୟ ଦେଇଛି? 1983ରୁ 1986 ମସିହା ମଧ୍ୟରେ 25,000 ତାମିଲ ଶରଣାର୍ଥୀଙ୍କୁ ଭାରତ ଆଶ୍ରୟ ଦେଇଛି। ବ୍ରିଟିଶମାନେ କେବେ ନେପାଳର ରାଜଧାନୀ କାଠମାଣ୍ଡୁ ଅକ୍ତିଆର କରିଥିଲେ? ବ୍ରିଟିଶମାନେ 1816 ମସିହାରେ ନେପାଳର ରାଜଧାନୀ କାଠମାଣ୍ଡୁକୁ ଅକ୍ତିଆର କରିଥିଲେ। କାର୍ଗିଲ ଯୁଦ୍ଧ କେବେ ହୋଇଥିଲା? 1999 ମସିହା କାର୍ଗିଲ ଯୁଦ୍ଧ ହୋଇଥିଲା। କେବେ? 1999 ମସିହାରେ। କେଉଁ ଘଟଣା ନେପାଳବାସୀଙ୍କୁ ରାଣାଙ୍କ ରାଜତ୍ୱ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରେରଣା ଯୋଗାଇଥିଲା? ନା ଭାରତର ସ୍ୱାଧୀନ ସଂଗ୍ରାମ ନେପାଳବାସୀଙ୍କୁ ରାଣାଙ୍କ ରାଜତ୍ୱ ବିରୋଧରେ ସ୍ୱର ଉତ୍ତୋଳନ କରିବାର ପ୍ରେରଣା ଦେଇଥିଲା। ପିଲାମାନେ 55ଟି ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନ୍ ଯେଉଁଟାକି ସର୍ଟ ଟାଇପ୍ ଅର୍ଥାତ୍ ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର, ଯାହାକି ତୁମମାନଙ୍କର ଚତୁର୍ଥ ଅଧ୍ୟାୟରେ ଅଛି ଭାରତର ବୈଦେଶିକ ନୀତି। ଭଲସେ ଶୁଣିକା ମନେ ରଖ, ନିଶ୍ଚିତ ରୂପେ ପରୀକ୍ଷା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ତ ପିଲାମାନେ ବହୁତ ପରିଶ୍ରମ କର। ଓକେ, ନେକ୍ସଟ ଭିଡ଼ିଓରେ ଆଉ ଏକ ନୂଆ ବିଷୟ ସହିତ ଆଲୋଚନା କରିବା।